ଚାହୁଁନ୍ତୁ କିନ୍ତୁ ସାଙ୍ଗସାଥୀ ମାନଙ୍କ ଠାରୁ ଧୋକା ମିଳିବା ପକ୍କା, ଭାଇ ମାନଙ୍କ ଠାରୁ ଧୋକା ମିଳିବା ପକ୍କା, ଏ ସବୁ ପେଟରେ ଗ୍ୟାସ୍ ଏସିଡିଟି ହବା ପକ୍କା, ନିଜର ଭାବନା ଖରାପ ହବା ପକ୍କା, ଜେଲସି ଭାବନା ହବା ପକ୍କା, ଏ ସବୁ ହିଁ ଜିନିଷ ତାଙ୍କ ବଡିରେ ରୁହେ। ଆପଣ ମାନେ ମାନନ୍ତୁ ବା ନ ମାନନ୍ତୁ, ମୁଁ ଆମର ପ୍ରତ୍ୟେକ ଭାଇ ମାନେ ଯୋଉମାନେ ଜ୍ୟୋତିର୍ବିଦ ମାନେ ଅଛନ୍ତି ସେମାନେ ନିହାତି ଭାବରେ ବୁଝିପାରନ୍ତି କି ପରମାତ୍ମା ଏମିତି ଏକ ସୃଷ୍ଟି କରିକି ଜନ୍ମ ଜାତକରେ ବସେଇ ଦେଇଥାନ୍ତି ଗ୍ରହ ମାନଙ୍କୁ ନା, ତେଣୁ ମଣିଷର ସ୍ୱଭାବ ହିଁ ବାହାରି ପଡେ। ମଣିଷର ସ୍ୱଭାବ ଯଦି ମଣିଷର ମଙ୍ଗଳ ଠିକ ଅଛି, ଚନ୍ଦ୍ରମା ଠିକ ଅଛି ନା, ଆପଣ ଦେଖୁଥିବେ ଯେକୌଣସି ଧନୀ ଫ୍ୟାମିଲି ବା ଧନୀ ଫ୍ୟାମିଲି ବି ଛାଡି ଦିଅନ୍ତୁ, ଯେକୌଣସି ହୋଟେଲ ବାଲାଙ୍କ କତିରେ ଆପଣ ଆଲୋଚନା କରିବେ, ଗୋଟେ ଛୋଟ ଠେଲା ଆପଣଙ୍କର ମାର୍କେଟ ଆଖପାଖରେ ବଜାର ବହୁତ ଅଛି, ଆପଣ ଦେଖିବେ ଆପଣଙ୍କର ବଜାରରେ ବହୁତ ଜଳଖିଆ ଦୋକାନ ରହିଛି, ଟିଫିନ ସେଣ୍ଟର ରହିଛି ଏବଂ ହୋଟେଲ ମଧ୍ୟ ରହିଛି। ତା ଭିତରୁ ନାମୀ ଦାମୀ ବାଛି ବାଛି